ଭାରତର ସହଜ ବିଜୟ ସ୍ୱତନ୍ତ୍ର ରେକର୍ଡ ହାସଲ କଲେ ଅର୍ଷଦୀପ ସିଂ। ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ରେ ଭାରତ ଦକ୍ଷିଣ ଆଫ୍ରିକାକୁ 8 ୱିକେଟ୍ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା 116 ରନ୍ ସ୍କୋର କରିଥିଲା। ଏହାର ଜବାବରେ ଭାରତ ମାତ୍ର 2 ୱିକେଟ୍ ହରାଇ ମ୍ୟାଚ୍ ଜିତିଥିଲା। ସାଇ ସୁଦର୍ଶନ ଭାରତ ପାଇଁ ଚମତ୍କାର ବ୍ୟାଟିଂ କରି ଅପରାଜିତ 55 ରନ୍ ସ୍କୋର କରିଥିଲେ। ସାଇ ସୁଦର୍ଶନ 43 ବଲ୍ ସାମ୍ନା କରି 9ଟି ଚୌକା ସହାୟତାରେ 55 ରନ୍ ସ୍କୋର କରିଥିଲେ। ଶ୍ରେୟସ ଆୟର 45ଟି ବଲ୍ ଖେଳି 6ଟି ଚୌକା ଗୋଟିଏ ଛକା ସହାୟତାରେ 52 ରନ୍ କରି ପେଭିଲିୟନ୍ ଫେରିଥିଲେ। ଏହା ପୂର୍ବରୁ ଅର୍ଷଦୀପ ସିଂ ଏବଂ ଆବେଶ ଖାନ ବୋଲିଂରେ ଭଲ ପ୍ରଦର୍ଶନ କରିଥିଲେ। ଅର୍ଷଦୀପ ସିଂ 10 ଓଭରରେ 37 ରନ୍ ଦେଇ 5 ୱିକେଟ୍ ହାସଲ କରିଥିଲେ। ଆବେଶ ଖାନ 8 ଓଭରରେ 27 ରନ୍ ଦେଇ 4 ୱିକେଟ୍ ହାସଲ କରିଥିଲେ ଏବଂ କୁଲଦୀପ ଯାଦବ ମଧ୍ୟ ଗୋଟିଏ ସଫଳତା ପାଇଥିଲେ। ଯାହାଫଳରେ ଭାରତ 3 ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ 1-0ରେ ଆଗୁଆ ଅଛି। ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଆସନ୍ତା ଡିସେମ୍ବର 19 ତାରିଖରେ 4:30 ସମୟରେ ଖେଳାଯିବ।